ହତ୍ୟା ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରିବା ଘଟଣା ସାଧାରଣ ହୋଇଗଲାଣି। ଶ୍ରଦ୍ଧା ହତ୍ୟା ମାମଲା ପରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏବେ ପୁଣି ଥରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ଜଣେ ପୂର୍ବତନ ସୈନିକ ସ୍ତ୍ରୀଙ୍କୁ ହତ୍ୟା କରି କୁକରରେ ରାନ୍ଧିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। କେବଳ ଏତିକି ନୁହେଁ, ତାଙ୍କ ଉପରେ ତାଙ୍କ ସ୍ତ୍ରୀଙ୍କ ଶରୀରକୁ ଛୋଟ ଛୋଟ ଖଣ୍ଡ କରି କାଟି ପ୍ରେସର କୁକରରେ ରାନ୍ଧିବାର ଅଭିଯୋଗ ମଧ୍ୟ ରହିଛି। ଅଭିଯୁକ୍ତ ଶରୀରର ଅଂଶଗୁଡ଼ିକୁ ରାନ୍ଧି ମିରପେଟ ହ୍ରଦରେ ଫିଙ୍ଗି ଦେଇଥିଲେ। କୁହାଯାଉଛି ଯେ ସେ ଏସବୁ କରିଥିଲେ କାରଣ ମୃତଦେହକୁ ନଷ୍ଟ କରିବା ସହଜ ହେବ ଏବଂ କେହି ତାଙ୍କୁ ସନ୍ଦେହ କରିବେ ନାହିଁ। ତଥାପି ପୁଲିସ ଏହି ଅଭିଯୋଗଗୁଡ଼ିକୁ ତଦନ୍ତ କରୁଛି। ମୃତ ମହିଳାଙ୍କ ନାମ ଭେଙ୍କଟ ମାଧବୀ। ପରିବାର ଲୋକେ କହିଛନ୍ତି ଯେ ସେ ଜାନୁଆରୀ 16ରେ ନିଖୋଜ ହୋଇଯାଇଥିଲେ। ତାପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଅଭିଯୁକ୍ତ ଜଣକ ଡିଆରଡିଓରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି। ଏହି ଦମ୍ପତିଙ୍କର 2ଟି ସନ୍ତାନ ମଧ୍ୟ ରହିଛି। 2023ରେ ମୁମ୍ବାଇ ନିକଟସ୍ଥ ମୀରା ରୋଡରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଲିଭ୍ ଇନ୍ ପାର୍ଟନରକୁ ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ତାପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ସୂଚନା ଅନୁଯାୟୀ ମୃତଦେହକୁ ନଷ୍ଟ କରିବା ପାଇଁ ଏକ କଟର ମେସିନ୍ ବ୍ୟବହାର କରି ଏହାକୁ ଖଣ୍ଡ ଖଣ୍ଡ କରାଯାଇଥିଲା ଏବଂ ତାପରେ ଏହି ଖଣ୍ଡଗୁଡ଼ିକୁ ମିକ୍ସର ଗ୍ରାଇଣ୍ଡରରେ ଗୁଣ୍ଡ କରି ପ୍ରେସର କୁକରରେ ରାନ୍ଧିଥିଲେ। ଏହି ଘଟଣାଟି ହୃଦୟ ବିଦାରକ ଥିଲା।